Welcome to Moon's Learning Hub. Me Moon. This channel is created to help students learn easily, clearly. Classes for UG, PG and BD student. Basically based on NPE 2020 UG syllabus plus 3 education student. Subject education, class educational philosophy, NP 2020. ଗ୍ରାଜୁଏସନ୍ ପିଲା ପାଇଁ ଭିଡ଼ିଓ ଆଭେଲେବୁଲ୍ ଅଛି। ଶିକ୍ଷାର ଦାର୍ଶନିକ ଭିତ୍ତିଭୂମି, ଫିଲୋସଫିକାଲ ଫାଉଣ୍ଡେସନ୍ ଅଫ୍ ଏଜୁକେସନ୍, କୋର୍ 1, ପେପର୍ 1, ସେମିଷ୍ଟାର 1। ତ ତାର ସିଲାବସ୍ ରହୁଛି ଯେ ଏଜୁକେସନ୍ ଇନ୍ ଫିଲୋସଫିକାଲ ପର୍ସପେକ୍ଟିଭ୍, ୱେଷ୍ଟର୍ନ ସ୍କୁଲ ଅଫ୍ ଫିଲୋସଫି ଆଣ୍ଡ ଦେୟାର ଏଜୁକେସନାଲ ଇମ୍ପ୍ଲିକେସନ୍, Indian School of Philosophy and their educational implication, contribution of great educational thinker. ଶିକ୍ଷାର ଦାର୍ଶନିକ ଭିତ୍ତିଭୂମି। ତ ଶିକ୍ଷାର ଦାର୍ଶନିକ ଭିତ୍ତିଭୂମି ଭିତରେ ଆମେ ପଢ଼ିବା ଶିକ୍ଷାର ଧାରଣା, ଅର୍ଥ, ପ୍ରକୃତି, ଉଦ୍ଦେଶ୍ୟ, କନସେପ୍ଟ, ମିନିଂ, ନେଚର ଆଣ୍ଡ ପର୍ପୋଜ ଅଫ୍ ଏଜୁକେସନ୍। ତ ସୃଷ୍ଟି ପ୍ରାରମ୍ଭରୁ ଯଦି ଦିନଠାରୁ ଈଶ୍ୱରଙ୍କ ସୃଷ୍ଟି ଦେଖିବା, ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ଶ୍ରେଷ୍ଠ ପ୍ରାଣୀ ଭାବରେ ପରିଗଣିତ ହୋଇଥାଏ। କାରଣ ତା ପାଖରେ ରହିଛି ବୁଦ୍ଧି, ଚିନ୍ତନ ଶକ୍ତି, ବିବେକ ଓ ଜ୍ଞାନର ଶକ୍ତି। ସେ ତାର ଉଚ୍ଚତର ଚିନ୍ତା ଶକ୍ତି, ମନନ ପ୍ରକ୍ରିୟା ମାଧ୍ୟମରେ ତାର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରିଥାଏ। ତେଣୁ ମନୁଷ୍ୟ ଏକ ଅଜ୍ଞାନ ଅନ୍ଧକାରରୁ ଆଲୋକକୁ ଆସିବା ପାଇଁ ଶିକ୍ଷା ଏକ ସିଡ଼ି ଭାବରେ କାର୍ଯ୍ୟ କରିଥାଏ। ତେଣୁ ସମସ୍ତ ଚିନ୍ତାଧାରା, ବିକାଶଧାରା ପଥରେ ଉଦ୍ଦେଶ୍ୟରୁ ଆଗେଇ ନେବା ଶିକ୍ଷାର એકમાત્ર ଲକ୍ଷ୍ୟ। ସମସ୍ତ ସୃଜନଶୀଳ ପ୍ରତିଭା ଉନ୍ନତି, ଜ୍ଞାନର ବିକାଶ, ଶୃଙ୍ଖଳିତ ଜୀବନଯାପନ, ଉତ୍ତମ ପରିବେଶ ସୃଷ୍ଟି କରିବା, ସୁନାଗରିକ ଗଠନ କରିବା, ଏ ସମସ୍ତ କାମ ହେଉଛି ଶିକ୍ଷାର। ତେଣୁ ବର୍ତ୍ତମାନ ଦେଖିବା ଆମେ ମିନିଂ ଅଫ୍ ଏଜୁକେସନ୍। ଶିକ୍ଷାର ଅର୍ଥ। ଶିକ୍ଷା ହେଉଛି ଜୀବନବ୍ୟାପୀ ପ୍ରକ୍ରିୟା, ଯାହାକି ଜନ୍ମରୁ ଆରମ୍ଭ ହୋଇକି ମୃତ୍ୟୁରେ ଶେଷ ହୋଇଥାଏ। ଶିକ୍ଷଣ ଦ୍ୱାରା ବ୍ୟକ୍ତିର ହୋଲିଷ୍ଟିକ୍ ଡେଭଲପମେଣ୍ଟ ଘଟିଥାଏ। ଓଭରଅଲ୍ ଡେଭଲପମେଣ୍ଟ, ଶାରୀରିକ ବିକାଶ, ମାନସିକ ବିକାଶ, ଆଧ୍ୟାତ୍ମିକ ବିକାଶ, ନୈତିକ ବିକାଶ ଘଟିଥାଏ। ତେଣୁ ଶିକ୍ଷାର ଅର୍ଥ ଦେଖିବା ପୂର୍ବରୁ ଆମେ ଦେଖିବା ଶିକ୍ଷାର ବିବୃତ୍ତିଗତ ଅର୍ଥ ବା ଆଇଟମୋଲଜିକାଲ ମିନିଂ ଅଫ୍ ଏଜୁକେସନ୍। ତ ଶିକ୍ଷା ଯେଉଁ ଶବ୍ଦଟା କୁହାଯାଉଛି, ସେଇ ଶିକ୍ଷା ଶବ୍ଦଟି ସଂସ୍କୃତର ସାସ୍ ଧାତୁରୁ ଆସିଅଛି। ସଂସ୍କୃତରେ ବିଦ୍ୟା ମଧ୍ୟ କୁହାଯାଏ, যেটা ବିଦ୍ୟାର୍ଥୀ ବିଦ୍ୟା କହୁଛି, ସେଇଟା ବିଦ୍ ଧାତୁରୁ ଆସିଅଛି। ତେଣୁ ଏଜୁକେସନ୍ ଯେଉଁ ଷ୍ଟେମ୍ ଆମେ ୟୁଜ୍ କରୁଛେ, ତାହା ଆସିଛି ଲାଟିନ୍ ୱାର୍ଡ଼ ଏଜୁକେୟାର, ଏଜୁସେୟାର ଆଉ ଏଜୁକେଟମ୍ରୁ। ଏଜୁକେୟାର ମାନେ କ'ଣ? ଟୁ ନରେସ୍, ରାଇଜ୍ ଅପ୍। ତ ଏଜୁକେୟାର ଯେତେବେଳେ ଶବ୍ଦ ଆମେ କହୁଛେ, ତାହା ହେଉଛି ଯତ୍ନ ନେଇ ଉନ୍ନତି ଘଟାଇବା ବା ପ୍ରତିପାଳନ କରିବା। ଯେମିତି ମାଳି ତାର ଛୋଟ ଚାରା ଗଛଟାକୁ ପାଣି ଦେଇ, ସାର ଦେଇ ପ୍ରତିରୋପଣ କରିଥାଏ, ସେମିତି ଶିକ୍ଷାଦାନ ମାଧ୍ୟମରେ ଶିକ୍ଷାର୍ଥୀର ପ୍ରତିରୋପଣ ହୋଇଥାଏ, ତାର ଉନ୍ନତି ଘଟାଇଥାଏ। ତାହାକୁ ଆମେ କହିବା ଏଜୁକେୟାର। ଏଜୁସେୟାର କାହାକୁ କହିବା? ଟୁ ଲିଡ୍ ଆଉଟ୍, ଟୁ ଡ୍ର ଆଉଟ୍ ବା ଟୁ ବ୍ରିଙ୍ଗ ଫେଥ୍। ତ ପରିପ୍ରକାଶ କରାଇବା ବା ଭିତରୁ ବାହାରକୁ ଆଣିବା। ଯେମିତି ଫିଲୋସଫିକାଲ ପର୍ସପେକ୍ଟିଭରୁ ଯଦି ଆମେ ଦେଖିବା, ପ୍ରତ୍ୟେକ ବ୍ୟକ୍ତି ଜନ୍ମ ସମୟରେ କିଛି ନା କିଛି ଅନ୍ତର୍ନିହିତ ଗୁଣାବଳୀ ନେଇ ଜନ୍ମଗ୍ରହଣ କରିଥାଏ। ତା ସୋଲ୍ ପାଖରେ ବହୁତ କିଛି ନଲେଜ୍ ଥାଏ। କିନ୍ତୁ ଶିକ୍ଷା କ'ଣ କରିବ? ସେହି ସବୁ ଗୁଣ ଗୁଡ଼ିକୁ ପରିପ୍ରକାଶ କରିବ ତାର ଜ୍ଞାନ ମାଧ୍ୟମରେ। ତାକୁ ଆମେ କହିବା ଏଜୁସେୟାର। ତାପରେ ରହିଲା ଏଜୁକେଟମ୍, ଯାହାକୁ ଏଜୁକେସନ୍ ମଧ୍ୟ କୁହାଯାଏ। ଏଜୁକେଟମ୍ର ଅର୍ଥ ହେଉଛି ଟୁ ଆକ୍ଟ ଅଫ୍ ଟିଚିଂ ଅଲ୍ ଟ୍ରେନିଂ। ଯେ ଗୋଟେ ଜିନିଷ ପିଲାର ଉନ୍ନତି ଘଟାଇବା, ତା ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରିବା
ଏସବୁ କରିବା ସହିତ ମଧ୍ୟ ତାକୁ ପାଠଦାନ ଦେବା ବା ତାଲିମ ଦେବା ମଧ୍ୟ ହେଉଛି ଶିକ୍ଷା, ଯାହାକୁ ଆମେ ଏଜୁକେଟମ୍ ବୋଲି କହୁଛେ। ତେଣୁ ଏଜୁକେସନ୍ ହେଉଛି ଇ ପ୍ଲସ୍ ଡ୍ୟୁକ ଶବ୍ଦର ସମ୍ମିଶ୍ରଣରେ ଗଠିତ। ଇ ଶବ୍ଦର ଅର୍ଥ ହେଉଛି ଆଉଟ୍ ଅଫ୍ ବା ଅନ୍ତଃକରଣରୁ ବା ଅନ୍ତର୍ନିହିତ ଯେଉଁ ଗୁଣାବଳୀ ଗୁଡ଼ିକ ରହିଛି। ଡିକ୍ ମିନ୍ସ ହେଉଛି ଆଇ ଲିଟ୍, ପରିପ୍ରକାଶ କରିବା ବା ଟାଣି ବାହାର କରିବା। ଯେଉଁ ଅନ୍ତର୍ନିହିତ ଗୁଣାବଳୀ ଅଛି ତାକୁ ଟାଣି ବାହାର କରିବା ହେଉଛି ଏଜୁକେସନ୍। ତେଣୁ ଶିକ୍ଷାର ଅର୍ଥ ହେଉଛି ଶିଶୁଠାରେ ଥିବା ସମସ୍ତ ଅନ୍ତର୍ନିହିତ ଶକ୍ତି ଗୁଡ଼ିକୁ ପରିପ୍ରକାଶ କରିବା। ଶିଶୁର ଅନ୍ତର୍ନିହିତ ଗୁଣର ବିକାଶ କେବଳ ଉତ୍ତମ ଶିକ୍ଷା ପ୍ରଣାଳୀ ଦ୍ୱାରା ଏବଂ ଅନୁଭୂତି ମାଧ୍ୟମରେ ସମ୍ଭବ ହୋଇପାରିବ। ତେଣୁ ଶିକ୍ଷା ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ। ଏଣୁ ଶିକ୍ଷା ହିଁ ଜୀବନ ଓ ଜୀବନ ହିଁ ଶିକ୍ଷା ଅଟେ। ତେଣୁ ଶିକ୍ଷାହୀନ ଜୀବନ ଜୀବନ ନୁହେଁ। ଶିକ୍ଷା ମନୁଷ୍ୟକୁ ପ୍ରକୃତ ମନୁଷ୍ୟ ହିସାବରେ ପ୍ରତିଷ୍ଠା ଲାଭ କରିବାରେ ସାହାଯ୍ୟ କରିଥାଏ। ଶିକ୍ଷା ଦ୍ୱାରା ମନୁଷ୍ୟର ସର୍ବାଙ୍ଗୀନ ବିକାଶ ଘଟିଥାଏ। କୋର୍ ମିନିଂ ଅଫ୍ ଏଜୁକେସନ୍। କୋର୍ ମିନିଂ କ'ଣ? ମୂଳ ଅର୍ଥ କ'ଣ? ମୂଳ ଅର୍ଥ ହେଉଛି ନର୍ଚରିଂ ଗ୍ରୋଥ୍, ବୃଦ୍ଧିକୁ ପାଳନ କରିବା। ଯେଉଁ ଶିକ୍ଷା ଦ୍ୱାରା ଆମର ବୃଦ୍ଧି ଘଟିଥାଏ, ଯେଉଁ ଏନଭାରମେଣ୍ଟ ଆମକୁ ପ୍ରୋଭାଇଡ଼ କରାଯାଇଥାଏ, ସେଇ ଏନଭାରମେଣ୍ଟ ଦ୍ୱାରା, ସେଇ ଏନଭାରମେଣ୍ଟରେ ଯେଉଁ ଶିକ୍ଷା ଆମେ ପାଇବା ତା ଦ୍ୱାରା ଆମର ଅଭିବୃଦ୍ଧି ଘଟିଥାଏ। ଡ୍ରଇଂ ଆଉଟ୍ ପଟେନ୍ସିଆଲ, ଆମ ଭିତରେ ଯେଉଁ ସମ୍ଭାବନା ରହିଛି ବା ଏବିଲିଟି ରହିଛି, ପାୱାର ରହିଛି, ଇନହେରିଟେଣ୍ଟ କ୍ୱାଲିଟି ରହିଛି, ସେସବୁର ଡେଭଲପମେଣ୍ଟ କରିବା ହେଉଛି ଶିକ୍ଷା। ଗାଇଡେନ୍ସ, ମାର୍ଗଦର୍ଶନ କରିବା ମଧ୍ୟ। ଗାଇଡ୍ ଇନ୍ ବ୍ରିଙ୍ଗ ଆଉଟ୍ ହ୍ୱାଟ୍ ଇଜ୍ ଅଲରେଡ଼ି ଇନସାଇଡ୍, ମାନେ ଆମ ଭିତରେ ଯେଉଁ ଅନ୍ତର୍ନିହିତ ଗୁଣାବଳୀ ଗୁଡ଼ିକ ଅଛି, ମାନେ ସବୁବେଳେ ଦେଖୁଛେ ଯେ ଗୋଟେ ଶିଶୁ ଭିତରେ ଯେଉଁ ଅନ୍ତର୍ନିହିତ ଗୁଣାବଳୀ ଗୁଡ଼ିକ ଅଛି ତାକୁ ପରିପ୍ରକାଶ କରିବା, ତାକୁ ବିକାଶ କରିବା ହେଉଛି ଶିକ୍ଷା। ଡେଫିନେସନ୍ ଅଫ୍ ଏଜୁକେସନ୍ ଅଫ୍ ଇଷ୍ଟର ଥିଙ୍କର। ପାଶ୍ଚାତ୍ୟ ଶିକ୍ଷାବିତ୍ମାନଙ୍କର ଶିକ୍ଷାର ସଂଜ୍ଞା। ଆକ୍ଚୁଆଲି ବହୁତ ସାରା ସଂଜ୍ଞା ଦେଇଛି। ସବୁ ସଂଜ୍ଞା ଗୁଡ଼ାକ ଯଦି ଆମେ ଏଡ଼୍ କରିବା ଭିଡ଼ିଓ ବହୁତ ବଡ଼ ହେଇଯିବ। ତେଣୁ ମୁଁ କିଛି ସିଲେକ୍ଟିଭ୍ ସଂଜ୍ଞା ଗୁଡ଼ିକ ଏଠି ଏଡ଼୍ କରିଛି। ଋଗ୍ବେଦ। ଋଗ୍ବେଦ କ'ଣ କହୁଛି? ଏଜୁକେସନ୍ ମେକ୍ ମେନ୍ସ ସେଲ୍ଫ ରିଲିଏଣ୍ଟ ଆଣ୍ଡ ସେଲ୍ଫଲେସ୍। ଶିକ୍ଷା ମାନବକୁ ଆତ୍ମବିଶ୍ୱାସୀ ଓ ଆତ୍ମସାକ୍ଷାତରେ ସାହାଯ୍ୟ କରିଥାଏ। ଯେମିତି ଆମେ ଯେଉଁ ଶିକ୍ଷଣ ବ୍ୟବସ୍ଥା ରହୁଛି ସିଏ କ'ଣ କରିଥାଏ? ଶିକ୍ଷାର୍ଥୀର ସର୍ବାଙ୍ଗୀନ ବିକାଶ କରିଥାଏ। ସେଇଭଳି ଋଗ୍ବେଦ କ'ଣ କହିଲା? ଯେ ଏଜୁକେସନ୍ ମେକ୍ସ ମେନ୍ ସେଲ୍ଫ ରିଲିଏଣ୍ଟ ଆଣ୍ଡ ସେଲ୍ଫଲେସ୍। ମାନବକୁ ଆତ୍ମବିଶ୍ୱାସୀ, ଆତ୍ମସାକ୍ଷାତରେ ଯିଏ ସାହାଯ୍ୟ କରୁଛି ତାକୁ ଆମେ ଶିକ୍ଷା ବୋଲି କହିବା। ସେମିତି ଉପନିଷେଦ କ'ଣ କହୁଛି? ଏଜୁକେସନ୍ ଇଜ୍ ମିଣ୍ଟ ଫର୍ ଲିବରେସନ୍। ଶିକ୍ଷା ମାନବର ମୁକ୍ତି ନିମନ୍ତେ ଉଦ୍ଦିଷ୍ଟ ଅଟେ। କାରଣ ଯିଏ ଆମକୁ ମୁକ୍ତି ପ୍ରଦାନ କରିବ, ଆତ୍ମା ସହିତ ପରମାତ୍ମାର ମିଳନ କରିବ, ତାକୁ ଆମେ ଶିକ୍ଷା ବୋଲି କହିବା। ସେମିତି ଶଙ୍କରାଚାର୍ଯ୍ୟ କ'ଣ କହିଲେ? ଏଜୁକେସନ୍ ଇଜ୍ ଦ ରିଏଲାଇଜେସନ୍ ଅଫ୍ ସେଲ୍ଫ। ଶିକ୍ଷା ହିଁ ଆତ୍ମସାକ୍ଷାତ ଅଟେ। ଶିକ୍ଷା ମାଧ୍ୟମରେ ଯେତେବେଳେ ଗୋଟେ ବ୍ୟକ୍ତି ନିଜକୁ ନିଜେ ବୁଝିପାରିଲା, ଜାଣିପାରିଲା, ଆତ୍ମଜ୍ଞାନର ଅଧିକାରୀ ହେଇପାରିଲା, ନିଜକୁ ବୁଝିପାରିଲା, ତାକୁ ଶିକ୍ଷା ବୋଲି କହିବା। ସେଇଭଳି ମହାତ୍ମା ଗାନ୍ଧୀ କ'ଣ କହୁଛନ୍ତି? ଯେ ବାଇ ଏଜୁକେସନ୍ ଆଇ ମିନ୍ ଏନ୍ ଅଲ୍ ରାଉଣ୍ଡ ଡ୍ରଇଂ ଆଉଟ୍ ଅଫ୍ ଦ ବେଷ୍ଟ ଇନ୍ ଦ ଚାଇଲ୍ଡ ଏଣ୍ଡ ମେନ୍ ବଡି, ମାଇଣ୍ଡ ଆଣ୍ଡ ସ୍ପିରିଟ୍। ଯେ ମୋ ମତରେ ଶିକ୍ଷା କାହାକୁ କହିପାରିବା? ଯେ ଶିଶୁ ଓ ମାନବର ଯେଉଁ ଶାରୀରିକ, ମାନସିକ, ଆତ୍ମିକ ଗୁଣର ସର୍ବାଙ୍ଗୀନ ବିକାଶକୁ ଆମେ ଶିକ୍ଷା କହିବା। ଯେତେବେଳେ ଗୋଟେ ଶିଶୁର ବା ଗୋଟେ ମାନବର ଓଭରଅଲ୍ ଡେଭଲପମେଣ୍ଟ ଘଟିବ ତାକୁ ଆମେ ଶିକ୍ଷା ବୋଲି କହିବା। ତାପରେ ପାଶ୍ଚାତ୍ୟ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ଶିକ୍ଷାର ସଂଜ୍ଞା କ'ଣ? ଡେଫିନେସନ୍ ଅଫ୍ ଏଜୁକେସନ୍ ଇନ୍ ୱେଷ୍ଟର୍ଣ୍ଣ ଏଜୁକେସନିଷ୍ଟ। ତ ସେମାନେ ବି ବହୁତ ଜଣ ଦେଇଛନ୍ତି। ମୁଁ ଏଠି 3-4ଟାକୁ ମେନସନ୍ କରିଛି। ଗୋଟେ ହେଉଛି ପ୍ଲାଟୋ। ପ୍ଲାଟୋ କ'ଣ କହୁଛନ୍ତି? ଏଜୁକେସନ୍ ଇଜ୍ ଦ capacity of feel pleasure and pain at the right moment। ତ ଉପଯୁକ୍ତ ସମୟରେ ଆନନ୍ଦ ଓ ଦୁଃଖର ଅନୁଭବ କରିବାର ଶକ୍ତି ହିଁ ଶିକ୍ଷା। ଯେତିକି ବେଳେ ଗୋଟେ ବ୍ୟକ୍ତି ତାର କେପାସିଟି ଆସିଯିବ ଫିଲ୍ ପ୍ଲେଜର ଆଉ ପେନ୍ ଏଟ୍ ରାଇଟ୍ ମୋମେଣ୍ଟ, ତାକୁ ଆମେ ଶିକ୍ଷା ବୋଲି କହିବା। ଆରିଷ୍ଟଟଲ କ'ଣ କହୁଛନ୍ତି?
ଆରିଷ୍ଟଟଲ କହୁଛନ୍ତି ଯେ ଏଜୁକେସନ୍ ଇଜ୍ ଦ କ୍ରିଏସନ୍ ଅଫ୍ ସାଉଣ୍ଡ ମାଇଣ୍ଡ ଇନ୍ ସାଉଣ୍ଡ ବଡି। ଏଜୁକେସନ୍ ହେଉଛି ସୁସ୍ଥ ଶରୀରରେ ସୁସ୍ଥ ମନର ସୃଷ୍ଟି ହିଁ ଶିକ୍ଷା ଅଟେ। ଯେତେବେଳେ ଗୋଟେ ଶିକ୍ଷାର୍ଥୀ ବା ଗୋଟେ ବ୍ୟକ୍ତି ଭିତରେ ସୁସ୍ଥ ଶରୀରରେ ସୁସ୍ଥ ମନର ସୃଷ୍ଟି କରିପାରିବା ତାକୁ ଆମେ ଶିକ୍ଷା କହିବା। କାରଣ ଶିକ୍ଷା ହେଉଛି ହୋଲିଷ୍ଟିକ୍ ଡେଭଲପମେଣ୍ଟ, ଓଭରଅଲ୍ ଡେଭଲପମେଣ୍ଟ, ଶାରୀରିକ ବିକାଶ ମଧ୍ୟ ହେଉଛି, ମାନସିକ ବିକାଶ ହେଉଛି। ଯେତେବେଳେ ଶାରୀରିକ ବିକାଶ ମଧ୍ୟ ହେବ ତା ସହିତ ମେଣ୍ଟାଲ ଡେଭଲପମେଣ୍ଟ ବି ହେବ, ତାକୁ ଆମେ ଶିକ୍ଷା କହିପାରିବା। ରୋଷେଇ କ'ଣ କହୁଛନ୍ତି ଯେ ଏଜୁକେସନ୍ ଇଜ୍ ଦ ରିଏଲାଇଜେସନ୍ ଅଫ୍ ସେଲ୍ଫ। ରୋଷେଇ ଏଜୁକେସନ୍ ଇଜ୍ ଦ ଚାଇଲ୍ଡ ଡେଭଲପମେଣ୍ଟ ଫ୍ରମ୍ ୱିଦିନ୍। ତ ଶିକ୍ଷା ଶିଶୁ ଭିତରୁ ହିଁ ବିକାଶ ଅଟେ। ତ ଶିକ୍ଷା ଆମେ କାହାକୁ କହିବା ଯେ ଶିଶୁ ଭିତରେ ଯେଉଁ ଗୁଣାବଳୀ ଗୁଡ଼ିକ ଅଛି ସେ ସବୁକୁ ବିକାଶ କରିବା ହେଉଛି ଶିକ୍ଷା। ସ୍ପେନ୍ସର କ'ଣ କହିଲେ? ଏଜୁକେସନ୍ ଇଜ୍ କମ୍ପ୍ଲିଟ୍ ଲିଭିଂ। ପୂର୍ଣ୍ଣାଙ୍ଗ ଜୀବନଯାପନ ହିଁ ଶିକ୍ଷା ଅଟେ। ଶିକ୍ଷାର ସଂକୀର୍ଣ୍ଣ ଅର୍ଥ, ନେରୋର ମିନିଂ ଅଫ୍ ଏଜୁକେସନ୍। ଶିକ୍ଷାର ଦୁଇଟି ଅର୍ଥ ଅଛି, ଗୋଟେ ହେଉଛି ଯେମିତି ଆଇଟମୋଲୋଜିକାଲ ମିନିଂ ଥିଲା ସେମିତି ନେରୋର ମିନିଂ ଅଛି, ବ୍ରଡର ମିନିଂ ଅଛି। ନେରୋର ମିନିଂ କ'ଣ କହୁଛି? ଶିକ୍ଷା ଯେତେବେଳେ ନେରୋର ମିନିଂ କଥା ଆମେ କହିବା ତାହେଲେ ଇଏ କ'ଣ କରିବ? ଫର୍ମାଲ ଏଜୁକେସନ୍, ସିଷ୍ଟମେଟିକ୍ ଇନଷ୍ଟ୍ରକ୍ସନ୍ ଇନ୍ ସ୍କୁଲ, କଲେଜ, ୟୁନିଭର୍ସିଟି, ଫୋକସ୍ ଅନ୍ ଏକ୍ୱାରିଂ ନଲେଜ, ସ୍ପେସିଫିକ୍ ଏକାଡେମିକ୍ ନଲେଜ ଯେଉଁ ଜ୍ଞାନ କରିବା ହେଉଛି ନେରୋର ମିନିଂ। ତେଣୁ ଶିକ୍ଷାର ସଂକୀର୍ଣ୍ଣ ଅର୍ଥ ଯଦି କହିବା ତାହେଲେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, ଶିକ୍ଷା ଆୟତନ ଯେଉଁ ରହିଛି ଶିକ୍ଷାୟତନରେ ଯେଉଁ ଜ୍ଞାନ ଲାଭ କରିଥାଏ ତାକୁ ଆମେ କହିବା ଶିକ୍ଷାର ସଂକୀର୍ଣ୍ଣ ଅର୍ଥ। ସେହିଭଳି ବ୍ରଡର ମିନିଂ ଅଫ୍ ଏଜୁକେସନ୍ କ'ଣ? ଯେଉଁ ଏଜୁକେସନ୍ ହେଉଛି ଲାଇଫ୍ ଲଙ୍ଗ୍ ପ୍ରୋସେସ୍, ପର୍ସନାଲ୍ ଗ୍ରୋଥ୍ ହେଉଛି, ଏକ୍ସପିରିଏନ୍ସ ହେଉଛି, ନଟ୍ ଜଷ୍ଟ ଫର୍ମାଲ୍ ସ୍କୁଲିଂ। ଓଭରଅଲ୍ ଯେଉଁ ଜ୍ଞାନ ହେଉଛି ତାକୁ ଆମେ କହିବା ବ୍ୟାପକ ଅର୍ଥ। ଫୋକସ୍ କରୁଛି ହୋଲିଷ୍ଟିକ୍ ଡେଭଲପମେଣ୍ଟ ପାଇଁ, ଇଣ୍ଟେଲେକ୍ଚୁଆଲ୍, ମୋରାଲ, ସୋସିଆଲ, ଇମୋସନାଲ ଡେଭଲପମେଣ୍ଟ, ତାକୁ ଆମେ କହିବା ଶିକ୍ଷାର ବ୍ୟାପକ ଅର୍ଥ। ଯାହାକି ଶିଶୁ ବା ବ୍ୟକ୍ତି ଗୃହ ପରିବାରରୁ, ସାଙ୍ଗସାଥି ମେଳରୁ, ଗୋଷ୍ଠୀ, ମନ୍ଦିର, ଚଳଚ୍ଚିତ୍ର, ଦୂରଦର୍ଶନ, ଖବରକାଗଜ, ଏବେ ଯେଉଁ ସୋସିଆଲ ମିଡ଼ିଆ ହେଇଯାଏ ଫେସବୁକ୍, ଇନଷ୍ଟା, ହ୍ୱାଟ୍ସଆପ୍, ଯେଉଁ ଜାଗାରୁ ଯାହା ତୁମେ ଜ୍ଞାନ ଅର୍ଜନ କଲ, ଯାହା ଆମେ ଅନୁଭବ ହେଲା, ଅନୁଭୂତି ଅର୍ଜନ କଲ, ତାକୁ ଆମେ କହିବା ଶିକ୍ଷା। ତାପରେ ଏମ୍ ଅଫ୍ ଏଜୁକେସନ୍। ଶିକ୍ଷାର ଦୁଇଟି ଲକ୍ଷ୍ୟ ରହିଛି। ଗୋଟେ ହେଉଛି ଇଣ୍ଡିଭିଜୁଆଲ ଏମ୍ ଅଫ୍ ଏଜୁକେସନ୍, ଆଉ ଗୋଟେ ରହୁଛି ସୋସିଆଲ ଏମ୍ ଅଫ୍ ଏଜୁକେସନ୍। ଯେତେବେଳେ ଗୋଟେ ବ୍ୟକ୍ତିର ଆମେ ଡେଭଲପମେଣ୍ଟ କରିବା ତାକୁ ଆମେ କହିବା ଶିକ୍ଷାର ବ୍ୟକ୍ତିଗତ ଲକ୍ଷ୍ୟ। ଯେତେବେଳେ ବ୍ୟକ୍ତି ତାର ନିଜର ଡେଭଲପମେଣ୍ଟ କରୁଛି, ପର୍ସନାଲ କମ୍ପ୍ଲିଟ୍ ଗ୍ରୋଥ୍ ହେଉଛି, ୟୁନିକ୍ ଡେଭଲପମେଣ୍ଟ ଘଟୁଛି, ତାକୁ ଆମେ କହିବା ଶିକ୍ଷାର ବ୍ୟକ୍ତିଗତ ଲକ୍ଷ୍ୟ। ସେଲ୍ଫ ରିଲିଭେଣ୍ଟ ହେଉଛି, ମିନିଂଫୁଲ୍ ଲାଇଫ୍ ହେଉଛି, ଏହାକୁ ଆମେ କହିବା ଶିକ୍ଷାର ବ୍ୟକ୍ତିଗତ ଲକ୍ଷ୍ୟ। ଇଣ୍ଡିଭିଜୁଆଲ ଡେଭଲପମେଣ୍ଟ ଯେତେବେଳେ ଘଟୁଛି, ବ୍ୟକ୍ତିର ଲକ୍ଷ୍ୟ ସାଧନ ନିମନ୍ତେ ଯେଉଁ ସମର୍ଥକମାନେ ସପୋର୍ଟ କରୁଛନ୍ତି ବା ସମର୍ଥ କରୁଛନ୍ତି ତାକୁ ଆମେ କହିବା ଶିକ୍ଷାର ବ୍ୟକ୍ତିଗତ ଲକ୍ଷ୍ୟ। ଆଲ୍ଟିମେଟ୍ ଲିଡ଼ିଂ ରହୁଛନ୍ତି, ସେଲ୍ଫ ରିଏଲାଇଜେସନ୍ ହେଉଛି, ନର୍ଚରିଂ ଇଣ୍ଟେଲେକ୍ଚୁଆଲ୍ ଡେଭଲପମେଣ୍ଟ କରାଯାଉଛି, ଇମୋସନାଲ ଡେଭଲପମେଣ୍ଟ, ମୋରାଲ ଡେଭଲପମେଣ୍ଟ, ଫିଜିକାଲ ଡେଭଲପମେଣ୍ଟ ଘଟୁଛି, ତାକୁ ଆମେ କହିବା ଶିକ୍ଷାର ବ୍ୟକ୍ତିଗତ ଲକ୍ଷ୍ୟ। ତ ୟା ସପକ୍ଷରେ ମଧ୍ୟ କିଛି ଜଣ ମତ ଦେଇଛନ୍ତି, ଯେମିତି ଜୀବବିଜ୍ଞାନୀ କହିଛନ୍ତି, ଭ୍ୟୁ ଅଫ୍ ବାୟୋଲୋଜିଷ୍ଟ, ସେମାନେ କହୁଛନ୍ତି କ'ଣ ଯେ ପ୍ରତ୍ୟେକ ବ୍ୟକ୍ତି ଶ୍ରେଷ୍ଠ ଅଟେ, ଅଦ୍ୱିତୀୟ ଅଟେ, ତାର ସ୍ଥାନ ସମସ୍ତଙ୍କ ଉପରେ ବୋଲି ଜୀବବିଜ୍ଞାନୀମାନେ ମତ ଦିଅନ୍ତି। ତେଣୁ ଅନ୍ୟ ପକ୍ଷରେ ବ୍ୟକ୍ତି ସହିତ ଯେଉଁ ଅନ୍ୟ କାହାର ସାମଞ୍ଜସ୍ୟ ଆମେ କରାଯାଇପାରିବାନି। ତେଣୁ ବ୍ୟକ୍ତିର ଓଭରଅଲ୍ ଡେଭଲପମେଣ୍ଟ ହେଉଛି ଶିକ୍ଷାର ଲକ୍ଷ୍ୟ ହେବା ଆବଶ୍ୟକ, ତାକୁ ଆମେ ବ୍ୟକ୍ତିଗତ ଲକ୍ଷ୍ୟ ବୋଲି କହିବା। ସେମିତି ପ୍ରକୃତିବାଦୀମାନେ କ'ଣ କହିଲେ ଯେ ଶିଶୁ ହିଁ ପ୍ରକୃତର ଏକ ସ୍ୱତନ୍ତ୍ର ସୃଷ୍ଟି ବା ଅବଦାନ ଅଟେ। ତେଣୁ ମାନବ ଶିଶୁ ଜନ୍ମ ସମୟରେ ସ୍ୱାଧୀନ ହୋଇ ଜନ୍ମଗ୍ରହଣ କରେ,
ପରବର୍ତ୍ତୀ ସମୟରେ ସମାଜ କ'ଣ କରେ, ତାକୁ ବନ୍ଧନରେ ବାନ୍ଧି ରଖିଥାଏ। ତେଣୁ ଶିଶୁକୁ ସେଇ କଳୁଷିତ ସମାଜରୁ ଦୂରେଇ ଦେଇକି ତାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ଦରକାର। ତାର ଓଭରଅଲ୍ ଡେଭଲପମେଣ୍ଟ ବିଷୟରେ ଶିକ୍ଷାର ଲକ୍ଷ୍ୟ ହେବା ଆବଶ୍ୟକ। ସେଇଭଳି ମନସ୍ତତ୍ତ୍ୱବିତ୍ ମାନେ କ'ଣ କହୁଛନ୍ତି, ଯେ ଶିଶୁର ତାର ଯେଉଁ ବୁଦ୍ଧି ରହିଛି, ମନୋବୃତ୍ତି ରହିଛି, ଇଚ୍ଛା, ଆଗ୍ରହ, ସୃଜନଶୀଳ ଚିନ୍ତାଧାରା, ଅଭିକ୍ଷମତା, ସର୍ବୋପରି ବ୍ୟକ୍ତିତ୍ୱର ଯେଉଁ ଦୃଷ୍ଟିକୋଣର ସମ୍ପୂର୍ଣ୍ଣ ଭିନ୍ନତା ରହିଛି, ସେସବୁର ବିକାଶ କରିବା ହେଉଛି ଶିକ୍ଷାର ଲକ୍ଷ୍ୟ। ସେମିତି ଆଧ୍ୟାତ୍ମିକବାଦୀମାନେ କ'ଣ କହିଲେ, ଯେ ମାନବ ହିଁ ଯେଉଁ ସ୍ରଷ୍ଟାଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ବା ଅମୂଲ୍ୟ ଦାନ ଅଟେ। ତେଣୁ ଆଧ୍ୟାତ୍ମିକବାଦୀମାନେ ମତ ଦିଅନ୍ତି ଯେ ମନୁଷ୍ୟ ପରମାତ୍ମା ଭଗବାନଙ୍କ ଅଂଶବିଶେଷ। ତେଣୁ ଈଶ୍ୱରଙ୍କ ସତ୍ତା ଯେଉଁ ଭୂପୃଷ୍ଠରେ ଭୂମିଷ୍ଠ ହେଉଛି, ପ୍ରତ୍ୟେକ ମନୁଷ୍ୟ କିଛି ନା କିଛି ଅନ୍ତର୍ନିହିତ ଗୁଣାବଳୀ ନେଇ ଜନ୍ମଗ୍ରହଣ କରୁଛି। ସେ ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବା ଶିକ୍ଷାର ଲକ୍ଷ୍ୟ ହେବା ଆବଶ୍ୟକ। ବାସ୍ତବବାଦୀମାନେ ମତ କ'ଣ କରୁଛନ୍ତି, ରିଏଲିଷ୍ଟିକ୍ ମାନେ, ଇଂଲିଶ ସ୍ପେଲିଂ ମିଷ୍ଟେକ୍ ହେଇଛି, REAL ହେବ LISTS, ରିଏଲିଷ୍ଟିକ୍। ଯେହେତୁ ନୋଟ୍ ବୋର୍ଡ଼ ନେଇଛି ତାକୁ ଏବେ ମୁଁ କରେକ୍ସନ୍ କରିପାରିବିନି, ସେଇଠି ତୁମେ କରେକ୍ଟ କରିନେବ REAL। ତ ବ୍ୟକ୍ତି ହିଁ ପ୍ରକୃତରେ ସତ୍ୟବସ୍ତୁ। ତେଣୁ ସମାଜ ଏକ ପରିକଳ୍ପନା ମାତ୍ର। ମାନବ ବିନା ସମାଜର କିଛି ମୂଲ୍ୟ ନାହିଁ। ତେଣୁ ବ୍ୟକ୍ତି ନିଜର ସୁଖ ସୁବିଧା ହିତ ସାଧନ ନିମନ୍ତେ ସମାଜକୁ ସୃଷ୍ଟି କରିଥାଏ। ତେଣୁ ଶିକ୍ଷାର ଲକ୍ଷ୍ୟ ବ୍ୟକ୍ତିଗତ ହେବା ଆବଶ୍ୟକ। ତାପରେ ଭ୍ୟୁ ଅଫ୍ ପ୍ରୋଗ୍ରେସିଭିଷ୍ଟ, ସେମାନେ କ'ଣ କହୁଛନ୍ତି, ପ୍ରଗତିବାଦୀମାନେ କହୁଛନ୍ତି ଯେ ସଦାସର୍ବଦା ମନୁଷ୍ୟର ପ୍ରତିଭାଶୀଳ ବ୍ୟକ୍ତିର ନିଜସ୍ୱ ଅବଦାନ ମାଧ୍ୟମରେ ସମାଜକୁ ସରସ, ସୁନ୍ଦର, ସମୃଦ୍ଧି ଆଣିପାରିବ। ତେଣୁ ଶିକ୍ଷା ବ୍ୟକ୍ତିଗତ ଲକ୍ଷ୍ୟ ହେବା ଦରକାର। ଯେରକମ ଆଇନଷ୍ଟାଇନ୍ ହେଇଗଲେ, ନ୍ୟୁଟନ୍ ହେଇଗଲେ, ମାର୍କନି, ଯିଶୁ, ମହମ୍ମଦ, ମହାତ୍ମା ଗାନ୍ଧୀ, ଅରବିନ୍ଦ, ରବୀନ୍ଦ୍ରନାଥ ଟାଗୋର, ଏମାନେ ଜଣେ ହେଉଛନ୍ତି ବ୍ୟକ୍ତି ଦ୍ୱାରା ସମାଜ ପ୍ରଭାବିତ ହୋଇଛି। ତେଣୁ ସେମାନେ କହୁଛନ୍ତି ଶିକ୍ଷାର ବ୍ୟକ୍ତିଗତ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେବା ଦରକାର, ଯାହାକି ସମାଜରେ ମଧ୍ୟ ଉନ୍ନତି ସମ୍ଭବ ହୋଇପାରିବ। ଯେମିତି ଯାହାର ଯେତିକି ଭଲ ଗୁଣ ଥିଲେ ମଧ୍ୟ ତାହାର କିଛି ଖରାପ ଗୁଣ ରହିଛି। ତେଣୁ ଏହାର କିଛି କ୍ରିଟିସିଜିମ୍ ମଧ୍ୟ ରହିଛି। ଶିକ୍ଷାର ବ୍ୟକ୍ତିଗତ ଲକ୍ଷ୍ୟର ସମାଲୋଚନା, କ୍ରିଟିସିଜିମ୍। ତ ଶିକ୍ଷା କ'ଣ କହୁଛି, ଯେତେବେଳେ ବ୍ୟକ୍ତିକୁ ଆମେ ଅଧିକାର ଦେଇଦେବା, ଅଧିକ ସ୍ୱାଧୀନତା ରହିଦେବା, ସେମାନେ ସ୍ୱେଚ୍ଛାଚାରୀ ହେଇଯିବେ। ସେମାନେ ସମାଜକୁ ବିଶୃଙ୍ଖଳିତ କରିବାର ସମ୍ଭାବନା ଅଛି, କଳହଯୁକ୍ତ, ଅଶାନ୍ତି ଭରା କରାଇ ପାରିବେ। ବା ବ୍ୟକ୍ତିଗତ ଲକ୍ଷ୍ୟ ଉପରେ ଯଦି ଆମେ ବ୍ୟକ୍ତିବାଦୀ ଉପରେ ଅଧିକ ଭରସା କରିବା, ତାହେଲେ ସେ ସ୍ୱାର୍ଥପର, ଅହଙ୍କାରୀ, ଗର୍ବୀ ହେବାର ସମ୍ଭାବନା ରହିଛି। ସେହିପରି ଶିକ୍ଷା ଯଦି ବ୍ୟକ୍ତିଗତ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇଯିବ, ତାହେଲେ ତାଙ୍କର ଦେଶପ୍ରେମ, ଦୟା, କ୍ଷମା, ତ୍ୟାଗ, ସେବା, ଏସବୁ ଯେଉଁ ନୈତିକ ମୂଲ୍ୟବୋଧର ବିକାଶ କରିବା ସମ୍ଭବ ହୋଇପାରିବନି। ତେଣୁ ସେ ନିଜସ୍ୱ ବିକାଶରେ ଏତିକି ଆଗକୁ ଆଗେଇ ଚାଲିଯିବ, ତାର ନିଜ ସ୍ୱାଧୀନତାକୁ ଏକ ମନ ଇଚ୍ଛା ନିଷ୍ପତ୍ତି ଭାବରେ ଗ୍ରହଣ କରି ନେଇକି ସମାଜକୁ ବିଶୃଙ୍ଖଳିତ କରିବାର ସମ୍ଭାବନା ରହିଛି। ତାପରେ ପଢ଼ିବା ଶିକ୍ଷାର ସାମାଜିକ ଲକ୍ଷ୍ୟ, ସୋସିଆଲ ଏମ୍ ଅଫ୍ ଏଜୁକେସନ୍। ତ ସୋସିଆଲ ଏମ୍ ଅଫ୍ ଏଜୁକେସନ୍ ଯେତେବେଳେ ଦେଖିବା, ପ୍ରିପେୟାରିଂ ଇଣ୍ଡିଭିଜୁଆଲ ଫର୍ ରେସ୍ପନ୍ସିବଲ୍ ଫର୍ ସୋସାଇଟି, ଯେ ଗୋଟେ ବ୍ୟକ୍ତି କେମିତି ସମାଜର ଯେଉଁ ଦାୟିତ୍ୱ କର୍ତ୍ତବ୍ୟ ରହିଛି, କଣ୍ଟ୍ରିବ୍ୟୁସନ୍ ରହିଛି ତାର ସୋସାଇଟି ପ୍ରତି, ସେ ବିଷୟରେ ଜାଣିବ। କଲଚରାଲ ଏୱାରନେସ୍ ଆସିବ ତା ଭିତରେ। ପଜିଟିଭ୍ ସୋସିଆଲ ଚେଞ୍ଜ କରିବାକୁ ପ୍ରୟାସ କରିବ। ରିଡ୍ୟୁସିଂ ଇନ୍ଇକ୍ୱାଲିଟି, ରିଡ୍ୟୁସିଂ କରିବ ଇନ୍ଇକ୍ୱାଲିଟି, ଯେଉଁ ଭେଦଭାବ ରହିଛି, ଅସମାନତା ରହିଛି, ସେସବୁକୁ ଦୂର କରିବାକୁ ସେ ପ୍ରୟାସ କରିବ। ତେଣୁ ସମାଜର ଉନ୍ନତି କରିବା, ସମାଜରେ ବିକାଶ କରିବା, ସମାଜରେ ପରିବର୍ତ୍ତନ କରିବା, ଏସବୁ କରିବା ପାଇଁ ଯେତେବେଳେ ବ୍ୟକ୍ତିକୁ ଆମେ ତିଆରି କରିବା, ତାକୁ ଆମେ କହିବା ଶିକ୍ଷାର ସାମାଜିକ ଲକ୍ଷ୍ୟ ବା ସୋସିଆଲ ଏମ୍ ଅଫ୍ ଏଜୁକେସନ୍। ତେଣୁ ୟା ସପକ୍ଷରେ ମଧ୍ୟ କିଛି ମତ ଦେଇଛନ୍ତି। ଆଦର୍ଶବାଦୀମାନେ କହିଛନ୍ତି, ଯେହେତୁ ସେମାନେ ସ୍ପିରିଚୁଆଲିଟି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି, ତେଣୁ ସେମାନେ କହିଛନ୍ତି କ'ଣ, ଯେ ମନୁଷ୍ୟ ଯେଉଁ ଆଦର୍ଶ ହେଉଛି ସମାଜ ଦ୍ୱାରା ସ୍ଥିରୀକୃତ ହୋଇଥାଏ। ତେଣୁ ମନୁଷ୍ୟ ଦ୍ୱାରା ଜୀବନ ଯେଉଁ ଚଳଣି ରହିଛି ସମାଜ ଦ୍ୱାରା ସ୍ଥିରୀକୃତ ଘଟିଥାଏ। ତେଣୁ ଶିକ୍ଷାର ଲକ୍ଷ୍ୟ ସାମାଜିକ ହେବା ଆବଶ୍ୟକ। ତାପରେ ସୋସିଓଲୋଜିଷ୍ଟ ମାନେ କହିଛନ୍ତି, ଯାହାକି ସୋସିଓଲୋଜିଷ୍ଟରୁ ଆମେ ଜାଣିପାରୁଛେ ସମାଜ ତତ୍ତ୍ୱମାନେ ସେମାନେ ନିହାତି ସମାଜ ଉପରେ ଅଧିକ ଗୁରୁତ୍ୱ ଦେବେ। ତେଣୁ ସମାଜ ହିଁ ମନୁଷ୍ୟର ସର୍ବାଙ୍ଗୀନ ବିକାଶ ଘଟିଥାଏ। ତେଣୁ ସମାଜ ମନୁଷ୍ୟର ବ୍ୟବହାର, ସାମାଜିକ ଆଚରଣ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିଥାଏ। ତେଣୁ ସମାଜ ବ୍ୟକ୍ତିକୁ ସାମାଜିକୀକରଣ କରିବାରେ ସାହାଯ୍ୟ କରିଥାଏ। ତେଣୁ ଶିକ୍ଷା ସବୁବେଳେ ସାମାଜିକ ଲକ୍ଷ୍ୟ ବା ଏମ୍ ଅଫ୍ ଏଜୁକେସନ୍ ସବୁବେଳେ ସୋସିଆଲାଇଜ୍ ହେବା ଦରକାର, ସମାଜ ଉପରେ ହେବା ଦରକାର ବୋଲି ସମାଜବାଦୀମାନେ ମତ ଦେଲେ। ତାପରେ ଏକଛତ୍ରବାଦୀମାନେ ମତ ଦେଇଛନ୍ତି ଭ୍ୟୁ ଅଫ୍
ଡିକ୍ଟେଟର୍ସ ମାନେ କ'ଣ କହିଲେ ଯେ ଏକଛତ୍ରବାଦୀ ମାନେ ମତ ଦେଉଛନ୍ତି ଯେ ବ୍ୟକ୍ତି ଜନ୍ମ ଦେଶ ପାଇଁ ହୋଇଥାଏ, ଦେଶର ସମୃଦ୍ଧି ପାଇଁ ହୋଇଥାଏ। ତେଣୁ ବ୍ୟକ୍ତିର ଇଚ୍ଛା ଶେଷରେ ପରିପ୍ରକାଶ ହେବା ଆବଶ୍ୟକ। ତେଣୁ ଶିଶୁକୁ ଯଦି ସ୍ୱାଧୀନତା ନ ଦେଇକି ବରଂ ଦେଶ ସେବା, ଦେଶ ପାଇଁ ତା'ର କର୍ତ୍ତବ୍ୟ, ଏସବୁ ଭିତରେ ତାକୁ ଶିକ୍ଷା ଦେବା, ଏସବୁ ବିଷୟରେ ତାକୁ ଶିକ୍ଷା ଦେବା ଆବଶ୍ୟକ। ତାପରେ ପ୍ରୟୋଗବାଦୀ ମାନେ ମତ ଦେଇଛନ୍ତି ଯେ ଶିକ୍ଷା ସଫଳର ସାମଗ୍ରିକ କାର୍ଯ୍ୟ ହେଉଛି ପ୍ରାଗ୍ମାଟିଜିମ୍ ମାନେ କ'ଣ କହିଲେ ଯେ ପ୍ରୟୋଗବାଦୀ ମାନେ ମତ ଦେଲେ ଶିକ୍ଷା ହେଉଛି ଯେ ଶିକ୍ଷା ଲାଭ କ୍ଷେତ୍ରରେ ପିଲା ଭିତରେ ଯେଉଁ ଏକାକୀ ବସି ପାଠ ପଢ଼ିବା ପାଇଁ ନିମନ୍ତେ ଆଗ୍ରହ କରିବା ଆବଶ୍ୟକ ନାହିଁ, କିନ୍ତୁ ସେ ଯେପରି ସେ ସାଙ୍ଗସାଥି ମେଳରେ ସୁଯୋଗ ପାଇବ, ସେମାନଙ୍କ ସହିତ ମିଳିମିଶି ବଢ଼ିବ, ତାପରେ କ'ଣ ହେବ ସେ ବିଭିନ୍ନ ଜିନିଷକୁ ପ୍ରୟୋଗ କରିବା ଶିଖିବ, ପ୍ରାକ୍ଟିକାଲ ନଲେଜ ଗେନ୍ ହେଇପାରିବ। ଗଣତନ୍ତ୍ରବାଦୀ ମାନେ କ'ଣ ଶିକ୍ଷାର ସାମାଜିକ ଲକ୍ଷ୍ୟ ବିଷୟରେ କହିଲେ ଯେ ଗଣତନ୍ତ୍ର ସମାଜ ବ୍ୟକ୍ତିର ସତ୍ତା, ବ୍ୟକ୍ତିତ୍ୱର ବିକାଶ, ବ୍ୟକ୍ତିବାଦ ପ୍ରତିଷ୍ଠା ଯେତିକି ଗୁରୁତ୍ୱ ରହିଛି ଠିକ୍ ସେତିକି ମଧ୍ୟ ଗୁରୁତ୍ୱ ସମାଜ ଉପରେ ଦେବା ଆବଶ୍ୟକ। ସାମାଜିକ ବିକାଶ କରିବା, ସମାଜର ଲକ୍ଷ୍ୟ ସାଧନ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ତେଣୁ ଯେଉଁ ଜିନିଷ ଯେତିକି ଭଲ ହେଇଥିଲେ ମଧ୍ୟ ତା'ର କିଛି କ୍ରିଟିସିଜିମ୍ ରହିଛି, ଯେମିତି ଶିକ୍ଷାର ସାମାଜିକ ଲକ୍ଷ୍ୟ ବିଷୟରେ ମଧ୍ୟ କିଛି କ୍ରିଟିସିଜିମ୍ ରହିଛି, ସୋସିଆଲ ଏମ୍ ଅଫ୍ ଏଜୁକେସନର କ୍ରିଟିସିଜିମ୍। ଯେ ଶିକ୍ଷା ଯେତେବେଳେ ସାମାଜିକ ଲକ୍ଷ୍ୟ ଉପରେ ଅଧିକ ଗୁରୁତ୍ୱ ଦେବ, ସମାଜକୁ ସର୍ବାଧିକାର ଗୁରୁତ୍ୱ ଦେଇଦେବ, ତାହେଲେ ବ୍ୟକ୍ତିର ସ୍ୱାଧୀନତା, ସ୍ୱତନ୍ତ୍ରତା ପ୍ରତିହତ କରିଥାଏ। ବ୍ୟକ୍ତିର ଗୁରୁତ୍ୱ ଉପରେ, ବ୍ୟକ୍ତିର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେନି। ତେଣୁ ଶିକ୍ଷା ଯେତେବେଳେ ସାମାଜିକ ଲକ୍ଷ୍ୟ ଉପରେ ଅଧିକ ଗୁରୁତ୍ୱ ଦେବ, ବ୍ୟକ୍ତିତ୍ୱର ବିକାଶ କରିବ, ତାହେଲେ ବ୍ୟକ୍ତି ନିଜକୁ ହୀନମନ୍ୟ ବା ଗୌଣ ମନେ କରିଥାଏ। ତେଣୁ ଶିକ୍ଷା ସାମାଜିକ ଲକ୍ଷ୍ୟ ଅନୁଯାୟୀ ଯେରକମ ବ୍ୟକ୍ତିର ଇଚ୍ଛା, ନିର୍ଭୀକ ମନୋଭାବ, ଆଗ୍ରହ, ଆକାଂକ୍ଷା, ଅଭିଳାଷ, ଆବଶ୍ୟକତା ଏସବୁକୁ ଆଦୌ ସମ୍ମାନ ଦେବା ସମ୍ଭବ ହୋଇପାରିବନି, କାରଣ ସେ ସବୁବେଳେ ସମାଜର ଆବଶ୍ୟକତା, ସମାଜର ଉନ୍ନତି, ସମାଜର ପରିବର୍ତ୍ତନ ଏସବୁ ଉପରେ ଗୁରୁତ୍ୱ ଦେଇ ନିଜକୁ ସେ ନିମ୍ନ ମନେ କରିବ। ତେଣୁ ବିଶ୍ୱ ଐକ୍ୟ, ବିଶ୍ୱପ୍ରେମ, ବିଶ୍ୱ ଭାତୃତ୍ୱ ସଜେଇବା ଭିତରେ ନିଜକୁ ସେ ସମୟ ଦେଇପାରିବନି ବୋଲି ତା'ର ଯେଉଁ ଶିକ୍ଷାର ସାମାଜିକ ଲକ୍ଷ୍ୟର ତା'ର ସମାଲୋଚକମାନେ ମତ ଦିଅନ୍ତି।